ସ୍ୱରର କୁହାଯାଉଥିବା ହାର୍ଟ ବିଟ୍ ବରଫ କଳ ଛକ ଏଇ ରାସ୍ତା ଦେଇ ବାଗୁଡି ଏବଂ ବଜାର ଭିତରକୁ ଯାତାୟାତ କରୁଛନ୍ତି ସମସ୍ତେ। କିଛି ଦେଖନ୍ତୁ ମୁଁ ପ୍ରଥମେ ସେଇ ଚିତ୍ର ଦେଖେଇବି। ଦେଖନ୍ତୁ ସହଯୋଗ କହିବି ଦେଖନ୍ତୁ କିଭଳି ଭାବରେ ପାଣିର ଯୋଉ ସୁଅ ଛୁଟିଛି। ଯେତେ ପର୍ଯ୍ୟନ୍ତ ଆପଣଙ୍କର ଆଖି ପାଇବ ସେତେ ବାଟ ପର୍ଯ୍ୟନ୍ତ ଦେଖନ୍ତୁ ଖାଲି ପାଣି ହିଁ ପାଣି, ସବୁଠି ଦେଖିବେ ଖାଲି ପାଣି। ତ ଏଠି କିଛି ଅଛନ୍ତି ସ୍ଥାନୀୟ ଲୋକ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା ଯେ ସେମାନଙ୍କର କହିବା କଥା ଯେ ସକାଳ ପାଖରୁ ଯୋଉ କାଲି ରାତି ତମାମ ଯୋଉ ବର୍ଷା ହେଇଥିଲା ଏ ବର୍ଷାରେ ପୁରା एकदम ବେହାଲ ହେଇଯାଇଛି ସ୍ୱରର ମାନଚିତ୍ର। ତ କଣ କହିବେ ଭାଇ, ଯୋଉ ପାଣି ଦେଖୁଛନ୍ତି କେବେଠୁ ପାଣି ଏମିତି ରହିଲାଣି, କଣ ଅସୁବିଧାର ସମ୍ମୁଖୀନ ହଉଛନ୍ତି? 4-5 ଦିନ ହବ ଏମିତି ପାଣି ଜମିକି ରହିଛି। ଏଟା କହିବାକୁ ଗଲେ ଛୋଟ ସମୁଦ୍ର କହିବାକୁ ଗଲେ କିଛି ଅତ୍ୟୁକ୍ତି ହବ ନାହିଁ, କିନ୍ତୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନଉନାହାନ୍ତି। ଆଉ ଏମିତି କିଛି ହଉନାହିଁ ଯେ ପାଣି ନିଷ୍କାସନ କରିବା ପାଇଁ କୌଣସି ବାଟ ନାହିଁ, ଯୋଉଟା କି ସେମାନେ ଚାହିଁଲେ ବି କିଛି କରିପାରନ୍ତେ, କିନ୍ତୁ ସେମାନେ କେହି କିଛି ଚାହୁଁନାହାନ୍ତି। ତା ଦେଇ ବହୁତ ପବ୍ଲିକ ଅସୁବିଧା ହଉଛନ୍ତି, ଯାଇ ଆସି ପାରୁନାହାନ୍ତି, ମାର୍କେଟିଂ କରିପାରୁନାହାନ୍ତି, ଯୋଉଟା କି ସମସ୍ତଙ୍କ ପରିବାରରେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ପରିବା ପତ୍ର ସବୁ ପ୍ରକାର ଇଏରେ ବହୁତ ପ୍ରକାର ପ୍ରୋବ୍ଲେମର ସମ୍ମୁଖୀନ ହଉଛନ୍ତି। ସେଥିପାଇଁ କାହାକୁ ଦାୟୀ କରିବେ? ସରକାରକୁ ଦାୟୀ କରିବେ ନା ଏଠିକାର ଏମଏଲଏ କୁ ଦାୟୀ କରିବେ ନା ସରପଞ୍ଚକୁ ଦାୟୀ କରିବେ ନା ମ୍ୟୁନିସିପାଲିଟି ଚେୟାରମ୍ୟାନକୁ ଦାୟୀ କରିବେ ନା କାହାକୁ ଦାୟୀ କରିବେ? ଏଟା କାହାକୁ କହି ହଉନି କିଛି। ଯାହାକୁ କହିଲେ କାନ ବୁଝି ଦଉଛନ୍ତି। ଆଜ୍ଞା କାହାକୁ କହିବେ? ବାସ୍ତବରେ କଣ ହବା ଦରକାର ଏଇ ଯୋଉ ରାସ୍ତା ପାଇଁ? ଦେଖନ୍ତୁ ଟିକେ ସାମାନ୍ୟ ବର୍ଷା ହେଲେ ପାଣି ବୁଡି ଯାଉଛି, କଣ ହବା ଦରକାର ବାସ୍ତବରେ? ବାସ୍ତବରେ ଡ୍ରେନ୍ଟା ହେଲେ ବହୁତ ଭଲ ହୁଅନ୍ତା, କିନ୍ତୁ ଡ୍ରେନ୍ ପାଇଁ ତ ମୁଁ ଆଜିକି ପ୍ରାୟ ମୋ ଜାଣିବା ଭିତରେ 2 ବର୍ଷ ହେଲା ଶୁଣି ଆସିଛି ଡ୍ରେନ୍ ହବ। କେବେ ହବ ସେଇଟା ମାନ୍ୟବର ମୁଁ ଜଣାଅଛି। ଭାଇ କଣ କହିବେ ଏଇ ଯୋଉ ପାଣି ପାଇଁ ନେଇ କଣ ସମସ୍ୟା ଭୋଗୁଛନ୍ତି? ଆପଣ ତ ଏଇଠି ଦୋକାନ କରିଛନ୍ତି, କଣ ସମସ୍ୟା ଭୋଗୁଛନ୍ତି? ସବୁଦିନ ପାଣି ତ ଚାଲିଛି, ତାର କଣ ସମସ୍ୟା କଣ ହବ? କାହିଁ ସବୁବେଳେ ପାଇଁ ପାଣି ସମସ୍ୟା, ସବୁବେଳେ ପାଇଁ ପ୍ରତି ମୁହୂର୍ତ୍ତ ପାଣି। ଆଜି ଛୁଆଟେ ବଡ଼ କେହି ବି ଯାଇପାରୁନାହାନ୍ତି, ମାର୍କେଟିଂ କରିପାରୁନାହାନ୍ତି, ବହୁତ ସମସ୍ୟା। ଡ୍ରେନ୍ ପାଇଁ ବହୁତ ସମସ୍ୟା। ଏସବୁ କାମ ସବୁ ପାଣି ଦେଖି କଣ ଦୋକାନ ବଜାର ସବୁ ବନ୍ଦ ଅଛି, ବ୍ୟବସାୟୀ ମାନେ ବେପାର କରିପାରୁନାହାନ୍ତି, ଏସବୁ ସମସ୍ୟା ପାଣି ପାଇଁ। କଣ ହବା ଦରକାର ବାସ୍ତବରେ ଯୋଉ ଇଏ ପାଇଁ କଣ ହବା ଦରକାର? ପ୍ରଶାସନ ତାଙ୍କର ଯାହା କିଛି କରିବେ, ଆଉ ପାଣି ତ କାଢିବା ପାଇଁ କିଛି ବ୍ୟବସ୍ଥା କରିବେ ନା। ଆଜି ଜିଲ୍ଲାପାଳ ମଧ୍ୟ ଆସିଥିଲେ, ବୁଲିକି ଦେଖିଲେ, ସ୍ଥିତି ଅନୁଧ୍ୟାନ କଲେ। ପ୍ରତି ବର୍ଷ ଭଳି ଏମିତି ବନ୍ୟା ବି ହଉଛି, ଜିଲ୍ଲାପାଳ ଆସନ୍ତି ଦେଖୁଛନ୍ତି, କଣ ହେଲେ ସୁବିଧା ହବ? କେବଳ ଡ୍ରେନ୍ ଦରକାର ନା, କେବଳ ପାଣି ବାହାରିବା ପାଇଁ ଡ୍ରେନ୍ ଦରକାର। ପ୍ରତି ବର୍ଷ ଏମିତି ପାଣି ବୁଡି ଯାଉଛି, ମାର୍କେଟରେ ଘର ପାଣି ପଶି ଯାଉଛି, ଦୋକାନ ବଜାର ସବୁ ବନ୍ଦ କରୁଛନ୍ତି। ତା ପାଇଁ ପ୍ରଶାସନ ବି କିଛି କରିବେ ନା। ଆଜ୍ଞା ଭାଇ କଣ କହିବେ, ଆପଣ ତ ଦିନ ମଜୁରିଆ ଭିତରେ କାମ କରୁଛନ୍ତି। ମାର୍ବଲ ଦୋକାନ ଦେଖନ୍ତୁ, ରାଜସ୍ଥାନ ନ୍ୟୁ ରାଜସ୍ଥାନ ମାର୍ବଲ କ୍ୟାମେରାଟା ଦିଅନ୍ତୁ ସେଠି ବଡ। ହଁ, ତେଣୁକରି ଆମେ ଲେବର ଲୋକ 8 ଜଣ ବସିକି ରହିଛୁ, କିଛି କରିପାରୁନୁ। 8 ଦିନ ହେଲା ଏଇ ପାଣିର ଇଏ କରେ ଗାଡି ଲାଗି ପାରୁନି, କିଛି ହେଇପାରୁନି, କିଛି କାମ କରିପାରୁନୁ, ଭୋକ ଉପାସ ରହୁଛୁ। କଣ ହବା ଦରକାର? ଜିଲ୍ଲାପାଳ ଆସିଥିଲେ, ଇନକ୍ୱାରି ଖାଲି କରିଦଉଛନ୍ତି ଏମଏଲଏ ଏମପି, ଦେଖିଲା ବେଳକୁ ନାହିଁ କିଛି। ପଦ୍ମ ଫୁଟାଅ, ଶଙ୍ଖ ବଜାଅ, ଇଏ କର ସିଏ କର, କିଛି ନାହିଁ। ବୁଝିଲ, କୌଣସି ସରକାର କିଛି କାମ କରୁନି। ଏଟା ଡ୍ରେନ୍ ଟା ଯଦି ତାର ତାଡି ଦେଇକି ଯଦି ପରମାନେଣ୍ଟ କରିଦିଅନ୍ତା, ପାଣିଟା ପଳେଇଅନ୍ତା ନା ନାହିଁ। ଇଏ ହବନି, ଆଉ କିଛି ହବନି ସାରେ, ଆଉ ବାଟ ନାହିଁ, କିଛି ବାଟ ନାହିଁ। ଏ ପାଣିର ବି ଯୋଉ ଯାତାୟାତ କରୁଛନ୍ତି, ଗୋଡ ହାତ କୁଣ୍ଡେଇ ହଉଛି, ରୋଗ ବି ହଉଛି। ମାନେ ସ୍କେବିଡର ଏଇଖିଣି ବର୍ତ୍ତମାନ ରେଟ୍ ଯୋଉ ଭଳିଆ ହେଲାଣି, ଆଉ ତେଲ ତ ଜାଣିଛ ଆର ତେଲ, ହଁ, ଆଉ ଯୋଉ ରେଟ୍ ବର୍ତ୍ତମାନ ବହୁତ ଟେନସନରେ ଅଛୁ, ବହୁତ ଦୁନିଆ ଲଫଡା ହଉଛି। ନିଶ୍ଚିତ ଭାବରେ ଯୋଉ କଥା କହୁଥିଲେ ଏଠି ଯାତାୟାତ କରିବା ବଡ କଷ୍ଟ ହେଇଗଲାଣି। ଦେଖନ୍ତୁ କିଭଳି ଭାବରେ ଜଣେ ଚିତ୍ର ଦେଖେଇବି, ଜଣେ ଆସୁଛନ୍ତି, ଭଉଣୀ ଜଣେ ଆସୁଛନ୍ତି, କିଭଳି ଭାବରେ କେତେ ପାଣି ରହିଛି। ଏଇ ଯୋଉ ପାଣିରେ ସେମାନେ ଆସୁଛନ୍ତି, କଣ ରହିଛି ତାଙ୍କ ସହିତ ଆଲୋଚନା କରିବା। ଏଠି କିଛି ଅଛନ୍ତି, ସ୍ଥାନୀୟ ଲୋକ ଅଛନ୍ତି। ଆଜ୍ଞା କଣ କହିବେ, ଯୋଉ ପାଣିରେ କୋଉଠି ଯାଇଥିଲେ, କେମିତି ଦେଖୁଛନ୍ତି? ଡର ଲାଗୁଛି ନା? ପାଣି ଦେଖିଲେ କଣ ଲାଗୁଛି? ଡର ଲାଗୁଛି ତ। କଣ ଅସୁବିଧା ହଉଛି? ପାଣି ଜମି ରହିଛି, ପାସ୍ କରୁନାହିଁ। କେତେ ଦିନ ହେଲା ଏବେ ଯାଉଛନ୍ତି? କୋଉଠି ଯାଇଥିଲେ, କଣ କେମିତି? ଯାଉଛି ତ ଏଇ ବାଗୁଡି ଆଡେ ଯିବା। ଆଜ୍ଞା କଣ ଦେଖିଲେ? ପାଣି କେତେ ପାଣି ସୁଅ ଚାଲୁଛି ନା କେମିତି? ପାଣି ପ୍ରବଳ ଚାଲିଛି, ପାଣି ଟୋଟାଲି ପାସ୍ କରୁନାହିଁ। ଆଉ ନିଶ୍ଚିତ ଭାବରେ କହୁଥିଲେ ଯୋଉଟା ପାଣି କିଭଳି ଭାବରେ ସୁଅ ଛୁଟିଛି,
देखो एपटे आउ देखेबी ए जो बागुड़ी जो रास्ता जो कहउछन्ती देखन किबोली भाबरे गाड़ी जाउची गाड़ी मध्ये साइलेंस पाइप बुड़ी जाउची जा फल रे यातायात करिया पय बहुत असुविधार सम्मुखीन होउछन्ती एवं अन्य पटे जदि ट्रक जो कथा कुआ जिवो जो गाड़ी जो जाउची बड़ बड़ गाड़ी जते जाउची सेमानक पानी घर भितर दुकान भितर मध्ये पसुची किछि दुकान मध्ये अछन्ती थिले तांकर दुकान भितर पानी पसिची एवं पानी पसिबा द्वारा सेमाने जो तांकर जिंस पत्र जहा सब रहिची से सब भाबरे नष्ट हेबाकू बसिलानी आउ किछि मध्ये लोकंकर प्रतिक्रिया नबा कोन कहबे जो माने आसंती तांकर पाखरु सीधा सड़क आलोचना करबा प्रतिक्रिया नबा कोन रहिची तांकर किबोली भाबरे सेमाने असुविधार सम्मुखीन होउछन्ती कोन कहबे तांकर सहित आलोचना करबा एडी किछि अछन्ती भाई माने अछन्ती तांकर सहित आलोचना करबा जे कौन कौन कहबे भाई ए जो पानी रे असुविधा होउछनी कोन असुविधा होउछ सम्मुखीन होउछले पानी एटी छोट छोट मेघ होला बेलू पानी समस्या ड्रेन फ्रेन सब पुति दौरान ए आगुरी यदि प्रशासन एटा जे ठीक करता आ एते सीधे ही नता आगुरी आइला खुली देला करदेला सब आइले सब देखले ए कोन ई समस्या ए जो दुकान सब ड्रेन ओडा ओलिया मोलिया चुपा ठुली पत्र पकई ड्रेन सब पुति दौरान पानी सिना खरा दिन होइतला प्रशासन एतिपति दृष्टि देलानी एबे वर्षा होउची वर्षार जा फଳରେ कि बर्तन जेसीबी नगेई ताडुचंती विभिन्न प्रकार कार्यक्रम करूचंती जदि खराब समय जदि एमिति कार्यक्रम करिथांते ओए तो भलो होइतान बोली भाबुछ आपण मत कोन रहइबो ना मत मो कहया अनुसार जे जदि खरा दिन जदि प्रशासन ठीक काम करता एत समस्या होई नता जेतु काली आछि के तोड़ा तोड़ी गला काई जे कथा से कथा रात्र मेघ होला बुड़ी होला गली पुलर पानी बुड़ी के दुकान सब जाम हैला एई सब समस्या सुधिबार ना नोनी समस्या सुधराटी ना धरुना पानी समस्या कोड जो एटी रिलायंस टांकी से सब छोट छोट नाल सब पुति देकी ये करछन पानी समस्या तळु तळु जीवा खाता पानी जाम होउची आ पानी कटु एई कथा निश्चित भाव जो कथा कहते शुणुले कि विभिन्न समय जो कथा कह जाऊँगी कि खरा दिन समय जदि ड्रेन सफा न करागला कहीं सफा करागला नहीं जदि सफा करा जाता एभली भाव में बन्या परिस्थिति देखा मिल न था प्रमोद कुमार दास कनक न्यूज।